देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ଭଲ ଲାଗିଲେ ଏହାକୁ ଲାଇକ୍ ଓ ସେୟାର ନିଶ୍ଚୟ କରିବେ। ନମ୍ବର 1, ଆସନ୍ତା ମାସଠାରୁ ବିଦ୍ୟୁତ୍ ୟୁନିଟ୍ ପିଛା ବଢ଼ିବ 20 ପଇସା। ଆସନ୍ତା ମାସଠାରୁ ବିଦ୍ୟୁତ୍ ଦର ବଢ଼ିବ। ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆୟୋଗ ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ମାସଠାରୁ ବିଦ୍ୟୁତ୍ ଦର ୟୁନିଟ୍ ପିଛା 20 ପଇସା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ତେବେ ବର୍ଦ୍ଧିତ ଦର କୁଟୀର ଜ୍ୟୋତି ଓ ବିପିଏଲ୍ ଚାଷୀ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ ନାହିଁ। ବିଦ୍ୟୁତ୍ ଦର 50 ୟୁନିଟ୍ ପର୍ଯ୍ୟନ୍ତ 2 ଟଙ୍କା 70 ପଇସାକୁ ବୃଦ୍ଧି ପାଇଥିବା ବେଳେ 100 ୟୁନିଟ୍ ପର୍ଯ୍ୟନ୍ତ 3 ଟଙ୍କା 60 ପଇସା, 200 ଯାଏଁ 4 ଟଙ୍କା 5 ପଇସା ବୃଦ୍ଧି କରାଯାଇଛି। ସେହିପରି 300 ୟୁନିଟ୍ ଯାଏଁ 4 ଟଙ୍କା 53 ପଇସା, 400 ୟୁନିଟ୍ ଯାଏଁ 4 ଟଙ୍କା 78 ପଇସା ଓ 500 ୟୁନିଟ୍ ଯାଏଁ 5 ଟଙ୍କା ବୃଦ୍ଧି କରାଯାଇଛି। ନମ୍ବର 2, ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ଆଳୁ, ପିଆଜ, ଡାଲି। ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଲା ଆଳୁ, ପିଆଜ, ଡାଲି ଓ ଖାଇବା ତେଲ। ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍ ପାରିତ ହେବା ପରେ ଏସବୁ ସାମଗ୍ରୀ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ପଡ଼ିଛି। ଫଳରେ ଏସବୁ ସାମଗ୍ରୀର ଦର ନିୟନ୍ତ୍ରଣ କ୍ଷମତା ସରକାର ହରାଇ ବସିଛନ୍ତି। ଗତ 15 ତାରିଖରେ ଏ ସମ୍ପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଗତକାଲି ଏହା ରାଜ୍ୟସଭାରେ ପାରିତ ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ କେବଳ ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ କୃଷି ଖାଦ୍ୟ ସାମଗ୍ରୀ ନିୟନ୍ତ୍ରିତ ହୋଇପାରିବ। ସରକାର ଅତ୍ୟାବଶ୍ୟକ ଜିନିଷରୁ ବାଦ୍ ଦେବା ପରେ ବର୍ତ୍ତମାନ ଏହିସବୁ ସାମଗ୍ରୀର ମୂଲ୍ୟ ବଢ଼ିବାର ସମ୍ଭାବନା ଅଧିକ ରହିଛି। ନମ୍ବର 3, 163 ଜଣଙ୍କ ଲାଇସେନ୍ସ ବାତିଲ, କହିଲେ କୃଷିମନ୍ତ୍ରୀ। ସାର ଯୋଗାଣ ଅନିୟମିତତା ଅଭିଯୋଗରେ 163 ଜଣଙ୍କ ଲାଇସେନ୍ସ ବାତିଲ କରାଯାଇଛି। ଯାଞ୍ଚ ପରେ 9 ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏଯାବତ୍ 6881 ଡିଲରଙ୍କୁ ଯାଞ୍ଚ କରାଯାଇଥିବା ସୂଚନା ଦିଆଯାଇଛି। ଅନିୟମିତତା ପାଇଁ 3784 ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି 104 ଜଣଙ୍କୁ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 250 ଜଣଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି। ନମ୍ବର 4, ଯୁବ ବିଜେଡି ପୁନର୍ଗଠିତ, 109 ଜଣଙ୍କୁ ଥଇଥାନ। ରାଜ୍ୟ ଯୁବ ବିଜେଡିର ପୁନର୍ଗଠନ ହୋଇଛି ଓ ପ୍ରଥମ ଥର ପାଇଁ ରାଜ୍ୟ ଟିମ୍ରେ 109 ଜଣ ଯୁବ ନେତାଙ୍କୁ ଥଇଥାନ କରାଯାଇଛି। ଦଳ ପକ୍ଷରୁ କାହାରିକୁ ସଭାପତି ଭାବେ ନିଯୁକ୍ତି ମିଳିନଥିବା ବେଳେ 6ଟି ଜୋନ୍ରେ ଜଣେ ଲେଖାଏଁ ସଭାପତିଙ୍କୁ ଅବସ୍ଥାପିତ କରାଯାଇଛି। ବିଜେଡି ପକ୍ଷରୁ ଜାରି ତାଲିକା ଅନୁସାରେ ଯୁବ ବିଜେଡିର ସଭାପତି ଭାବେ କାହାରିକୁ ନିଯୁକ୍ତି ମିଳିନଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାୟକ, ମହାସଚିବ ଭାବେ ଏଲିନା ଦାସ ଓ 6ଟି ଜୋନ୍ ସଭାପତି ଭାବେ ଭୁବନେଶ୍ୱରରୁ ବିଜୟ କେତନ ସାହୁ, କଟକରୁ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମରୁ ନଚିକେତା ସ୍ୱାଇଁ, ବଲାଙ୍ଗୀରରୁ ମନୀନ୍ଦ୍ର ମହାନ୍ତି, ସମ୍ବଲପୁରରୁ ଦେବାଶିଷ ପରିଡ଼ା ଓ କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ପ୍ରଥମ ଥର ନିମନ୍ତେ ବରିଷ୍ଠ ଯୁବ ଉପସଭାପତି ଭାବେ ରାଣା ପ୍ରତାପ ପାତ୍ର, ଧୃତି ରଞ୍ଜନ ମାର୍ଥା ଓ ଜ୍ୟୋତ୍ସ୍ନାମୟୀ ପରିଡ଼ାଙ୍କୁ ସାମିଲ କରାଯାଇଛି। ପାଣିପାଗ ସୂଚନା। 25ରେ 5 ଜିଲ୍ଲାରେ ପ୍ରବଳ ବର୍ଷା। ଆସନ୍ତା 25ରୁ 28 ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଢ଼ିବ ବର୍ଷା। 25ରେ 5 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁରରେ ବର୍ଷିବ। 25ରେ 15 ଜିଲ୍ଲାକୁ ଝଡ଼ ତୋଫାନ ଏବଂ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁରକୁ ଆଲର୍ଟ ଜାରି କରାଯାଇଛି। ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଢେଙ୍କାନାଳ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି। ନମ୍ବର 6, ଓଡ଼ିଶାରେ ଆଉ 4237 ନୂଆ ମହାମାରୀ ଆକ୍ରାନ୍ତ। ଓଡ଼ିଶାରେ କାଲି 4237ଟି ନୂଆ ମହାମାରୀ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଗୁଡ଼ିକ ମଧ୍ୟରୁ 1752ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ 2485ଟି ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛି। ଖୋର୍ଦ୍ଧାରୁ 647, କଟକରୁ 577, ପୁରୀରୁ 219, ଯାଜପୁରରୁ 201, ଜଗତସିଂହପୁରରୁ 173, କେନ୍ଦ୍ରାପଡ଼ାରୁ 148, ବରଗଡ଼ରୁ 121, ବାଲେଶ୍ୱରରୁ 161, ଅନୁଗୁଳରୁ 110, ମୟୂରଭଞ୍ଜରୁ 139, ଝାରସୁଗୁଡ଼ାରୁ 205, ନୂଆପଡ଼ାରୁ 115, ସମ୍ବଲପୁରରୁ 111, ବଲାଙ୍ଗୀରରୁ 67, କେନ୍ଦୁଝରରୁ 42, ନବରଙ୍ଗପୁରରୁ 70, କୋରାପୁଟରୁ 89, ରାୟଗଡ଼ାରୁ 51, ସୋନପୁରରୁ 131, ଭଦ୍ରକରୁ 136, ଗଞ୍ଜାମରୁ 71, ଗଜପତିରୁ 42, ନୟାଗଡ଼ରୁ 50, ସୁନ୍ଦରଗଡ଼ରୁ 101, ଢେଙ୍କାନାଳରୁ 70, ମାଲକାନଗିରିରୁ 44, ଦେବଗଡ଼ରୁ 22ଟି ମାମଲା ଚିହ୍ନଟ ହୋଇଛି। ନମ୍ବର 7, 7 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶର 7 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ୟୁପି, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ କହିଛନ୍ତି ଯେ ଯଦି ଦିନେ 2 ଦିନ ଲକଡାଉନ କଥା ବିଚାର କରୁଛ ତାହେଲେ ଏହା କେତେ ପ୍ରଭାବଶାଳୀ ଅନୁଶୀଳନ କରିବା ଉଚିତ। ଏବେ ଯାହା ସ୍ଥିତି, ଲକଡାଉନ ହେଲେ ରାଜ୍ୟର ଅର୍ଥନୀତି ଉପରେ ନଜର ରଖିବା ଉଚିତ। ଯଦି ଲକଡାଉନ କାରଣରୁ ଅର୍ଥନୀତି ବିଗିଡ଼ିବ ତାହେଲେ ସ୍ଥିତି ଜଟିଳ ହୋଇଯିବ। ଏହା ବାଦ ଟେଷ୍ଟିଂ, ଆକ୍ରାନ୍ତଙ୍କ କଣ୍ଟାକ୍ଟ ହିଷ୍ଟ୍ରି ଆଦି କିଭଳି ଶୀଘ୍ର ଚିହ୍ନଟ କରିହେବ ସେ ବାବଦରେ ଦେଖିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଦେଶରେ 700ରୁ ଅଧିକ ଜିଲ୍ଲା ରହିଛି, ହେଲେ 60ଟି ଜିଲ୍ଲାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ନମ୍ବର 8, ମହାମାରୀରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଆଙ୍ଗାଡ଼ିଙ୍କ ପରଲୋକ।
महामारी रे पीड़ित रेल राष्ट्रमंत्री सुरेश अंगड़ीकर बुधवार दिल्ली एम्स रे चिकित्साधीन अवस्था परलोक घटी। मृत्युबेड़ को 65 वर्ष होइथिला। गत सेप्टेम्बर 11 रे से कोविड आक्रांत होइथिबा जणा पड़िथिला। रेल राष्ट्रमंत्री सुरेश कर्णाटकर बेलगावी लोकसभा आसनरू प्रतिनिधित्व करुथिले। से कर्णाटक रे भाजपार जने दृढ़ संगठक मध्य थिले। तांको परलोक रे प्रधानमंत्री नरेंद्र मोदी समेत विभिन्न केंद्रमंत्री दलीय कर्मकर्ता गभीर शोक व्यक्त करिसंती। नंबर 9 राफेल स्क्वाड्रन रे प्रथम महिला पायलट फ्लाइट लेफ्टिनेंट शिवांगी सिंह। भारतीय वायुसेनार राफेल स्क्वाड्रन रे प्रथम महिला युद्ध विमान पायलट बनिबार सौभाग्य अर्जन करिसंती फ्लाइट लेफ्टिनेंट शिवांगी सिंह। महिला युद्ध विमान पायलटों द्वितीय बैच अंश भाव में 2017 रे भारतीय वायुसेना रे सामिल होइथिले शिवांगी सिंह। तांको जन्म वाराणसी रे। एबे से राफेल स्क्वाड्रन रे सामिल हेबा पई तालीम नेउछंती। खूब शीघ्र से अंबाला रे थिबा 17 स्क्वाड्रन गोल्डन आरोज रो एक आनुष्ठानिक अंश हेबे। नंबर 10 वरिष्ठ आईपीएस स्तर में अदल बदल। राज्य सरकार काली 9 जन वरिष्ठ आईपीएस अधिकारी को बदली करिसंती। 1988 बैचर आईपीएस अरुण कुमार राय केंद्रीय डेपुटेशन रु फेरिबा परे तांकु एडीजी कम्युनिकेशन भाव नियुक्ति मिली। एडीजी कम्युनिकेशन रे पूर्वरु थिबा लड़ी तांकु एडीजी भाव हेडक्वार्टर को बदली होईछि। सेहीपरि 1994 बैचर आईपीएस अधिकारी जसवंत जेठुआ केंद्रीय डेपुटेशन रु फेरिबा परे तांकु एडीजी आईन श्रृंखला भाव नियुक्ति मिली। एडीजी हेडक्वार्टर थिबा विनयतोष मिश्र को एसआरसीबी निर्देशक भाव राज्य सरकार अवस्थापित करिसंती। एसीपी संजय कुमार सिंह आईजी आधुनिकीकरण रे थिबा रेखा लोहानी को ट्विन सिटी अतिरिक्त कमिश्नर भाव बदली होईछि। सेहीबड़ी केंद्रीय डेपुटेशन रु फेरिबा परे ऋतु आरोरा को गृह विभाग रे ओएसडी भाव एससीआरबी निर्देशक राजेश कुमार को आईजीएफएसएल भाव नियुक्ति मिलिथिया बेले ढेंकानाल एसपी अनुपमा जेम्स विजिलेंस एसपी भाव नुआ दायित्व मिली। नंबर 11 खूब शीघ्र आसिबो द्वितीय कोविड टीका कहिले रूस राष्ट्रपति पुतिन। रूस कोविड महामारी प्रतिहत करने प्रथम टीकार व्यवहार करुवा बेले खूब शीघ्र द्वितीय टीका पंजीकरण करिबो बोली राष्ट्रपति व्लादिमीर पुतिन सूचना देइछंती। स्पुटनिक पक्षरु मिलिथिबा सूचना अनुसार राष्ट्रपति पुतिन सेठाकार सांसदमानक सहित कथबार्ता बेले घोषणा करिसंती जे कोविड-19 विरोध में द्वितीय टीका खूब शीघ्र पंजीकृत हेबो। सेठाकार जातीय उपभोक्ता स्वास्थ्य निरीक्षणकारी कहिसंती जे भेक्टर अनुसंधान केन्द्र द्वारा विकसित एवं एपिभाक नामक अन्य एक टीका अक्टोबर 15 सुधा पंजीकृत हेबो। यह संक्रमण रोकिबा दिगरे अधिक फलप्रद हेबो बोली कुहाଯାଇଛି। नंबर 12 कृषि बिल फेरस्त हेबा उचित राष्ट्रपति को कहिले गुलाम नबी आजाद। विवादीय कृषि बिल प्रसंग नहीं काली राष्ट्रपति भवन में राष्ट्रपति रामनाथ कोविंद को भेटिचंती विरोधी दलर नेता गुलाम नबी आजाद। से राष्ट्रपति को भेटी यह विवादीय कृषि बिल को मंजूरी न देबाकू निवेदन करिसंती। राष्ट्रपति को भेटिबा परे श्री आजाद कहिसंती सरकार बिल आनिबा पूर्वरु समस्त दल एवं कृषक नेतांक सहित परामर्श करिबा उचित थिला। मात्र एही बिल नहीं कोनोसी प्रकारर भोटिंग होई नाही। मंदिर स्वरूप गणतंत्र रे संविधान क्षुण्ण होईछि। कृषि बिल असंवैधानिक बोली आमे राष्ट्रपति को जणाइछु। एही बिल फेरस्त हेबा उचित। नंबर 13 वर्षा जोगु भुवनेश्वर मुंबई कोणार्क स्पेशल एक्सप्रेस बातिल। महाराष्ट्र समेत मुंबई रे प्रबल वर्षा जोगु ट्रेन चलाचल बाधाप्राप्त होईछि। ट्रेन नंबर 01019 मुंबई भुवनेश्वर कोणार्क स्पेशल एक्सप्रेस काली मुंबई रु बातिल होईछि। रेड लाइन रे वर्षा जड़ थिबारु ट्रेन चलाचल रे बाधा उपजिछि। सेहीबड़ी ट्रेन नंबर 01020 भुवनेश्वर मुंबई कोणार्क स्पेशल एक्सप्रेस भुवनेश्वर सेप्टेम्बर 25 रे बातिल करि दिया जाइथिबा रेलवे सूत्ररु सूचना मिलिछि। नंबर 14 हीराकुद जलभंडारर 9टी गेट दे जल निष्कासन जारी। उपरमुंडरे वर्षा लगी रही महानदी में जलप्रवाह वृद्धि पाई। या फल हीराकुद जलभंडार में जलस्तर वृद्धि पाइबारे लगी। दृष्टि रखी काली हीराकुद जलभंडारर आउ 4टी गेट खोल फल एवं मोट 9टी गेट दे जल निष्कासन जारी रही। यह जलभंडारर जलधारण क्षमता 630 फुट होता बेले एवं जलपतन रही 629.9 फुट। जलभंडार को प्रति सेकेंड्रे 1,70,251 घनफुट जल प्रवेश करुछि बोली जना पड़ी। नंबर 15 लेजर गाइडेड एंटी टैंक गाइडेड मिसाइल परीक्षा कला डीआरडीओ। मंगलवार दिन डिफेंस रिसर्च एंड डेवलपमेंट ऑर्गेनाइजेशन डीआरडीओ अहमदनगर स्थित आर्म्ड कर्प्स सेंटर एंड स्कूल स्थित केके रेंजर अर्जुन कमाणरू तार लेजर गाइडेड एंटी टैंक गाइडेड मिसाइल परीक्षा करिछि। डीआरडीओ कहवा अनुसार एही परीक्षा रे लेजर गाइडेड एंटी टैंक गाइडेड मिसाइल 3 किलोमीटर दूर रे थिबा एक लक्ष्य स्थल को सफलतार सह भेद करिछि। एक्सप्लोसिव रिएक्टिव आर्मर द्वारा सुरक्षित जानगुड़िक उपरकू एही क्षेपणास्त्र एक हिट वारहेड प्रयोग करे एकाधिक उत्क्षेपण प्लाटफर्म रे उत्क्षेपण कराजिबा निमंते एहाकू विकसित करा जाइछि। संप्रति एहाकू एमबीटी अर्जुन कमाणरू प्रयोग करा जाई वैश्विक मूल्यांकन करा जाइछि। नंबर 16 देश में 83,347 जन महामारी आक्रांत चिन्हट 1,085 जन मृत।
केन्द्र स्वास्थ्य और परिवार कल्याण मंत्रालय सूत्रରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 56,46,010ରେ ପହଞ୍ଚିଛି। ଏହା ମଧ୍ୟରୁ 9,68,377 ଜଣ ସକ୍ରିୟ ସଂକ୍ରମିତ ଥିବା ବେଳେ ମୃତ୍ୟୁ ସଂଖ୍ୟା 90,020 ରହିଛି। ତେବେ ଶୁଭ ସୂଚନା ହେଉଛି ଦେଶରେ ମୃତ୍ୟୁହାର 1.59% ରହିଥିବା ବେଳେ ଆରୋଗ୍ୟହାର 81.25% ରହିଛି। ଗତକାଲି 24 ଘଣ୍ଟାରେ 83,347 ଜଣ ମହାମାରୀ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ 24 ଘଣ୍ଟାରେ 1,085 ଜଣ ମୃତ୍ୟୁବରଣ କରିଛନ୍ତି। ନମ୍ବର 17 ଜାତୀୟ ସ୍ତରରେ ଗଞ୍ଜାମ କଲା ରେକର୍ଡ, ମହାମାରୀରୁ ସୁସ୍ଥ ହେଲେ 97.3%। ମହାମାରୀ ନେଇ ଗଞ୍ଜାମ ଜିଲ୍ଲାକୁ ଏକ ବଡ଼ ଅଭିଜ୍ଞତା ହାସଲ ହୋଇଛି। ରାଜ୍ୟରେ ଯଦିଓ ଗଞ୍ଜାମ ଜିଲ୍ଲାରୁ ଏପର୍ଯ୍ୟନ୍ତ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଏଠାରୁ ମଧ୍ୟ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ କାଲି ସ୍ଥାନୀୟ ଟାଉନ୍ ହଲ୍ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାରେ 97.3% ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ଜାତୀୟ ସ୍ତରରେ ସର୍ବାଧିକ ବୋଲି ସେ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲାର ସୁସ୍ଥ ହାର ଦେଶରେ ସର୍ବାଧିକ ରହିଛି, ତଥାପି ଜିଲ୍ଲା ଉପରୁ ବିପଦ ଟଳିନି। ନମ୍ବର 18 ବିହାର ଡିଜିପି ଗୁପ୍ତେଶ୍ୱରଙ୍କୁ ମିଳିଲା ଭିଆର୍ଏସ୍। ବିହାର ଡିଜିପି ଆଇପିଏସ୍ ଗୁପ୍ତେଶ୍ୱର ପାଣ୍ଡେଙ୍କୁ ଭିଆର୍ଏସ୍ ମିଳିଛି। ରାଜ୍ୟପାଳ ଗୁପ୍ତେଶ୍ୱରଙ୍କ ଭିଆର୍ଏସ୍ ଆବେଦନକୁ ଅନୁମତି ଦେଇଛନ୍ତି। ଏବେ ଗୁପ୍ତେଶ୍ୱରଙ୍କ ସ୍ଥାନରେ ଏସ୍କେ ସିଙ୍ଗଲ ହୋଇଛନ୍ତି ବିହାରର ନୂଆ ଡିଜିପି। ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଗୁପ୍ତେଶ୍ୱର ଚାକିରିରୁ ଭିଆର୍ଏସ୍ ନେଇଛନ୍ତି ବୋଲି ଆକଳନ କରାଯାଉଛି। ଗତ ବିହାର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ଗୁପ୍ତେଶ୍ୱର ଭିଆର୍ଏସ୍ ନେଇଥିଲେ। ସେ ବକ୍ସର ଜିଲ୍ଲାରୁ ବିଜେପି ଆସନରେ ନିର୍ବାଚନ ଲଢ଼ିବେ ବୋଲି ଆକଳନ କରାଯାଉଥିଲା, ହେଲେ ଟିକେଟ୍ ମିଳିନଥିଲା। ପରେ ସେ ପୁଣି ଥରେ ଚାକିରିରେ ଯୋଗ ଦେଇଥିଲେ। ନମ୍ବର 19 ଭାରତ ଉପରେ ଏକାଧିକ ଥର ସାଇବର ଆକ୍ରମଣ କରିଛି ଚୀନ। ରିପୋର୍ଟ 2017ରେ ଭାରତୀୟ ଉପଗ୍ରହ ଯୋଗାଯୋଗ ବ୍ୟବସ୍ଥାର ଏକ କମ୍ପ୍ୟୁଟର ନେଟୱାର୍କ ଉପରେ ଆକ୍ରମଣ ସହିତ 2007ରୁ 18 ମଧ୍ୟରେ ଚୀନ ଏକାଧିକ ଥର ଭାରତ ଉପରେ ସାଇବର ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଆମେରିକା ଭିତ୍ତିକ ଗବେଷଣା ସଂସ୍ଥା ଚାଇନା ଏରୋସ୍ପେସ୍ ଷ୍ଟଡିଜ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। 142 ପୃଷ୍ଠାର ରିପୋର୍ଟରେ ଦର୍ଶାଯାଇଛି ଯେ 2012ରୁ 2018 ମଧ୍ୟରେ ଚୀନ ଏକାଧିକ ଥର ଭାରତୀୟ ଉପଗ୍ରହ ପରିଚାଳନା ବ୍ୟବସ୍ଥା ଉପରେ ସାଇବର ଆକ୍ରମଣ କରିଥିଲା। ରିପୋର୍ଟରେ କିନ୍ତୁ କେବଳ ଗୋଟିଏ ଥରର ଆକ୍ରମଣ ସମ୍ପର୍କରେ ବର୍ଣ୍ଣନା ରହିଛି। 2012ରେ ଇସ୍ରୋ ଜେଟ୍ ପ୍ରପଲଜନ୍ ଲ୍ୟାବରେଟୋରୀ ଉପରେ ଏକ ନେଟୱାର୍କ ଆଧାରିତ କମ୍ପ୍ୟୁଟର ଆକ୍ରମଣ କରିଥିଲା, ଯାହା ଜେପିଏଲ୍ ନେଟୱାର୍କ ଉପରେ ଚୀନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନିୟନ୍ତ୍ରଣ ଅନୁମତି ଦେଇଥିଲା। ନମ୍ବର 20 ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି 500 କୋଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି 500 କୋଟିରୁ ଅଧିକ ଟଙ୍କା। 2015ରୁ 2019 ମସିହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଟ 58ଟି ଦେଶ ଗସ୍ତ କରିଛନ୍ତି। ଏଥିରେ 517 କୋଟି 82 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଏହି ତଥ୍ୟ ରଖିଛନ୍ତି ବୈଦେଶିକ ବ୍ୟାପାର ରାଜ୍ୟମନ୍ତ୍ରୀ ଭି ମୁରଲୀଧରନ୍। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଗୁଁ ଦ୍ୱିପାକ୍ଷିକ ତଥା ଅନ୍ତରାଷ୍ଟ୍ରୀୟ ମାମଲା ଉପରେ ଭାରତର ଦୃଷ୍ଟିକୋଣକୁ ଅନ୍ୟ ଦେଶମାନେ ବୁଝିପାରିଛନ୍ତି। ତାଛଡ଼ା ବିଭିନ୍ନ ଦେଶ ସହ ସମ୍ପର୍କ ମଧ୍ୟ ଦୃଢ଼ ହୋଇଛି। ନମ୍ବର 21 ଶ୍ରୀମନ୍ଦିର 3 ଦ୍ୱାରରେ ଲାଗିବ ରୂପା ଚାଦର। ଶ୍ରୀମନ୍ଦିର 3 ଦ୍ୱାରରେ ରୂପା ଚାଦର ଲାଗିବ। ଏନେଇ କାଲି ମୁମ୍ବାଇରୁ 3 ଜଣିଆ ଦଳ ପୁରୀ ଆସିଥିଲେ। ଏହି ଟିମ୍ ବେହରଣ ଦ୍ୱାର, ଜୟବିଜୟ ଦ୍ୱାର ଏବଂ କଳାହାଟ ଦ୍ୱାର ମାପଚୁପ କରିଛନ୍ତି। ରୂପା ଚାଦର ନିର୍ମାଣ ପାଇଁ ଜୈନିକ ଗୁଜରାଟୀ ଭକ୍ତ 1920 କେଜି ରୂପା ଦେବେ। ଆବଶ୍ୟକ ଶାଗୁଆନ କାଠ ବି ଯୋଗାଇ ଦେବେ। ପ୍ରତି ଦ୍ୱାରରେ 640 କିଲୋ ରୂପା ଲାଗିବ ବୋଲି ଜଣାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କେବଳ ନିର୍ମାଣ ଖର୍ଚ୍ଚ ବହନ କରିବ। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏହା ଉପରେ ବିଚାର ବିମର୍ଶ ଚଳାଇଛି। ନମ୍ବର 22 ରେଳ ଟିକେଟ୍ କନଫର୍ମ ନଥିଲେ ବିମାନରେ ଯିବେ ଯାତ୍ରୀ। ଟ୍ରେନ୍ରେ ଯାତ୍ରା ପାଇଁ ଟିକେଟ୍ କରିଛନ୍ତି, ହେଲେ କନଫର୍ମ ହୋଇନାହିଁ। ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାର ନାହିଁ। ଯଦି ଆପଣଙ୍କ ଟ୍ରେନ୍ ଟିକେଟ୍ କନଫର୍ମ ହୋଇନଥାଏ, ତେବେ ଆପଣଙ୍କୁ ବିମାନରେ ଯିବାକୁ ସୁବିଧା ମିଳିବ। ମୁମ୍ବାଇ ଭିତ୍ତିକ ଷ୍ଟାର୍ଟଅପ୍ ରେଲୋଫାଇ ପକ୍ଷରୁ ଦେଶର ପ୍ରଥମ ୱେଷ୍ଟର୍ଣ୍ଣିଟ୍ ଆଣ୍ଡ ଆର୍ଏସି ପ୍ରୋଟେକ୍ସନ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ସେବା ଦେଶରେ ରେଳ ୱେଟିଂ ଲିଷ୍ଟ ସମସ୍ୟାର ସମାଧାନ କରିବ। ଏଥିରେ ଯଦି ଯାତ୍ରୀଙ୍କ ରେଳ ଟିକେଟ୍ କନଫର୍ମ ହୋଇନଥାଏ, ତେବେ ତାଙ୍କୁ ବିମାନରେ ଯାତ୍ରା ବିକଳ୍ପ ମିଳିବ। ଯାତ୍ରୀ ପ୍ରଥମେ ରେଲୋଫାଇ ୱେବସାଇଟ୍ କିମ୍ବା ଆପ୍କୁ ଯାଇ ପିଏନ୍ଆର୍ ନମ୍ବର ଏଣ୍ଟର କରିବେ। ଏଥିରେ ଯାତ୍ରୀ ଏକ ଫି ଦେବେ। ଏହାପରେ ରେଲୋଫାଇ ଯାତ୍ରୀଙ୍କ ୱେଟିଂ ଲିଷ୍ଟର ଟ୍ରାକିଂ କରିଥାଏ। ଯଦି ଯାତ୍ରୀଙ୍କ ଟିକେଟ୍ କନଫର୍ମ ହୋଇନଥାଏ, ତେବେ ରେଲୋଫାଇ ଯାତ୍ରୀଙ୍କୁ ଏକ ବିମାନ ଟିକେଟ୍ ଦେଇଥାଏ। ଯାତ୍ରୀଙ୍କ ମଧ୍ୟ ରେଳ ଟିକେଟ୍ ମୂଲ୍ୟରେ ବିମାନ ଯାତ୍ରା ସୁବିଧା ମିଳିଥାଏ। ନମ୍ବର 23 2023 ସୁଦ୍ଧା ସବୁ ବ୍ରଡଗେଜ୍ ରେଳ ଲାଇନ୍ର ହେବ ବିଦ୍ୟୁତୀକରଣ। ରେଳବାଇ 2023 ମସିହା ସୁଦ୍ଧା ଏହାର ସମସ୍ତ ବ୍ରଡଗେଜ୍ ରେଳ ଲାଇନ୍ଗୁଡ଼ିକର ଶତକଡ଼ା 100% ବିଦ୍ୟୁତୀକରଣ କରିବାର ଯୋଜନା କରିଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ କାଲି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି ଶତକଡ଼ା 63% ବ୍ରଡଗେଜ୍ ରେଳ ଲାଇନ୍ର ବିଦ୍ୟୁତୀକରଣ କାର୍ଯ୍ୟ ଗତ ଏପ୍ରିଲ 1 ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି। ସେ କହିଛନ୍ତି ଆଉ 23,765 କିଲୋମିଟର ରେଳ ଲାଇନ୍ର ବିଦ୍ୟୁତୀକରଣ କାର୍ଯ୍ୟ ବାକି ରହିଛି। ଆଉ ଏକ ପ୍ରଶ୍ନ ଉପରେ ଗୋୟଲ କହିଛନ୍ତି ରେଳବାଇର ଖାଲି ପଡ଼ିଥିବା
ହୋଇଥିବା ଜମିଗୁଡ଼ିକରେ ବ୍ୟବସାୟିକ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ଅନୁମତି ଦିଆଯିବ। ଏଥିରୁ ମିଳିବାକୁ ଥିବା ଅର୍ଥ ରେଳବାଇର ଉନ୍ନତି ଦିଗରେ ଖର୍ଚ୍ଚ କରାଯିବ। ସେ କହିଛନ୍ତି, ରେଳବାଇର ଯେଉଁ ଜମିଗୁଡ଼ିକରେ ବର୍ତ୍ତମାନ କୌଣସି କାର୍ଯ୍ୟ କରିବାର ନାହିଁ, ସେହି ଜମିଗୁଡ଼ିକୁ ବ୍ୟବସାୟିକ କାର୍ଯ୍ୟ ପାଇଁ ଅନୁମତି ଦିଆଯିବ। ନମ୍ବର 24 ଏଣିକି ପରିବାର ଲୋକଙ୍କୁ ଶୀଘ୍ର ହସ୍ତାନ୍ତର ହେବ କୋଭିଡ୍ ଆକ୍ରାନ୍ତଙ୍କ ମୃତଦେହ। ମୃତ ବ୍ୟକ୍ତିଙ୍କ କୋଭିଡ୍ ପରୀକ୍ଷା ହେବ ନାହିଁ, ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ବିଳମ୍ବ ହେଉଥିବାରୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ମୃତ୍ୟୁବରଣ କରିଥିବା କୋଭିଡ୍-19 ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ରିପୋର୍ଟ, ବେଡ୍ ଟିକେଟ୍, ଡାକ୍ତରୀ ତଦନ୍ତ ରିପୋର୍ଟ, କୋଭିଡ୍ ପରୀକ୍ଷା ସ୍ଥିତି ମୃତ୍ୟୁର 48 ଘଣ୍ଟା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବେ। ଏହା ସହିତ ରୋଗୀଙ୍କ ଆଡମିସନ୍ ବେଳେ ତାଙ୍କର ପୂର୍ବ ରୋଗ, ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ପର୍କରେ ସୂଚନା ସଂଗ୍ରହ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 25 ପରଲୋକରେ ବଲିଉଡ୍ ଫିଲ୍ମ ଭିକି ଡୋନର ଅଭିନେତା। ପରଲୋକରେ ବଲିଉଡ୍ ଅଭିନେତା ଭୂପେଶ ପାଣ୍ଡିଆ। ବଲିଉଡ୍ର ସୁପରହିଟ୍ ଫିଲ୍ମ ଭିକି ଡୋନରେ ଅଭିନୟ କରିଥିଲେ ଭୂପେଶ। ସେ ଫୁସ୍ଫୁସ୍ କ୍ୟାନ୍ସରରେ ଆକ୍ରାନ୍ତ ଥିଲେ। କାଲି ତାଙ୍କର ଦେହାନ୍ତ ହୋଇଛି। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ସେ ଏନ୍ଏସ୍ଡିର 2001 ବ୍ୟାଚ୍ର ଛାତ୍ର ଥିଲେ। ଭୂପେଶଙ୍କ ବିୟୋଗରେ ବଲିଉଡ୍ କଳାକାର ମନୋଜ ବାଜପେୟୀ ଏବଂ ଗଜରାଜ ରାଓ ପ୍ରମୁଖ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ନମ୍ବର 26 ଦୁଷ୍କର୍ମ ପୀଡ଼ିତାଙ୍କୁ 5 ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଦୁଷ୍କର୍ମ ମାମଲାର ଶୁଣାଣି କରି ହାଇକୋର୍ଟ ପୀଡ଼ିତାଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ ଏହି ଟଙ୍କା ବ୍ୟାଙ୍କରେ ଜମା କରିବାକୁ କୋର୍ଟ କହିଛନ୍ତି। ଜଗତସିଂହପୁର କୁଜଙ୍ଗ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଏହି କ୍ଷତିପୂରଣ ଟଙ୍କା ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ପରେ ସେ ଗର୍ଭବତୀ ହୋଇଥିଲେ। ଏଣୁ ଏହି ଗର୍ଭ ନଷ୍ଟ କରିବା ପାଇଁ ପୀଡ଼ିତାଙ୍କ ମା ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ସୁରକ୍ଷିତ ଗର୍ଭପାତ ଅବଧି ଅତିକ୍ରମ କରିଥିବାରୁ ମେଡିକାଲ ବୋର୍ଡ ରିପୋର୍ଟ ଅନୁସାରେ ଆବେଦନକୁ ଗ୍ରାହ୍ୟ କରିଥିଲେ କୋର୍ଟ। ଏହା ବିରୋଧରେ ପୀଡ଼ିତାଙ୍କ ପରିବାର ଲୋକେ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ଏହାକୁ ବିଚାର କରି ପୀଡ଼ିତାଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 27 ରାଜ୍ୟରେ ଆଉ 15 ମହାମାରୀ ଆକ୍ରାନ୍ତ ମୃତ। ମୋଟ ମୃତ୍ୟୁ ସଂଖ୍ୟା 736କୁ ବୃଦ୍ଧି। ଗତ 24 ଘଣ୍ଟାରେ ରାଜ୍ୟରେ 15 ଜଣ ମହାମାରୀ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବରଣ କରିଥିବା ସମସ୍ତ 15 ଆକ୍ରାନ୍ତ ହେଉଛନ୍ତି ପୁରୁଷ। ଏହା ସହିତ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 736ରେ ପହଞ୍ଚିଛି। ମୃତ୍ୟୁବରଣ କରିଥିବା ସମସ୍ତ 15 ଆକ୍ରାନ୍ତଙ୍କ ମଧ୍ୟରୁ 9 ଜଣଙ୍କର ପୂର୍ବରୁ ଅନ୍ୟ ରୋଗ ଥିବାବେଳେ ଅବଶିଷ୍ଟ 6 ଜଣ କେବଳ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ନମ୍ବର 28 ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍କୁ ସଂସଦର ଅନୁମୋଦନ। ବିଦେଶୀ ଅନୁଦାନ ନିୟନ୍ତ୍ରଣ ସଂଶୋଧନ ବିଲ୍ 2020 ରାଜ୍ୟସଭାରେ ପାସ୍ ହେବା ସହ ଏହା ସଂସଦର ଅନୁମୋଦନ ଲାଭ କରିଛି। ଏହି ବିଲ୍ 2010 ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନରେ ସଂଶୋଧନ ଆଣିବ। 2010ର ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ଅନୁସାରେ ବିଭିନ୍ନ କମ୍ପାନୀ, ସଂଗଠନ ଏବଂ ବ୍ୟକ୍ତିବିଶେଷ ବିଦେଶୀ ପାଣ୍ଠି ଗ୍ରହଣ କରିବା ଓ ତାର ବ୍ୟବହାର କରିବାକୁ ନିୟନ୍ତ୍ରଣ କରାଯାଉଥିଲା। କୌଣସି ବିଦେଶୀ ଅନୁଦାନ ମଧ୍ୟରେ ବିଦେଶରୁ ଆସୁଥିବା ଦାତବ୍ୟ ଅର୍ଥ, ବିଦେଶରୁ ଅର୍ଥ ହସ୍ତାନ୍ତର ଓ ଅନ୍ୟାନ୍ୟ ପ୍ରଭୃତି ଅନ୍ତର୍ଭୁକ୍ତ। ଏହି ବିଲ୍ ଅନୁସାରେ ସରକାରୀ କର୍ମକର୍ତ୍ତାମାନେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିପାରିବେ ନାହିଁ। ବିଦେଶୀ ଅନୁଦାନ ଗ୍ରହଣ କରିବା ପାଇଁ ଅନୁମତି ନେବା, ପଞ୍ଜୀକରଣ କରିବା, ପଞ୍ଜୀକରଣର ନବୀକରଣ କରିବା ପାଇଁ ପ୍ରତ୍ୟେକଙ୍କୁ ଆଧାର ନମ୍ବର ଦେବାକୁ ହେବ। କେବଳ ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ଜମାଖାତାକୁ ସେହି ଅର୍ଥ ଆସିପାରିବ। ନମ୍ବର 29 ତରଳୀକୃତ ଅକ୍ସିଜେନ୍ ପରିବହନ ପାଇଁ ସୁରକ୍ଷା ସଂଗଠନକୁ ଅନୁମତି। ଶିଳ୍ପ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ DPIIT ତରଳୀକୃତ ଅକ୍ସିଜେନ୍ର ଦେଶୀୟ ପରିବହନ ପାଇଁ ପେଟ୍ରୋଲିୟମ ଓ ବିସ୍ଫୋରକ ପଦାର୍ଥ ସୁରକ୍ଷା ସଂଗଠନକୁ ଅନୁମତି ପ୍ରଦାନ କରିଛି। ଏହିସବୁ ପଦାର୍ଥ ପରିବହନ କରିବା ପାଇଁ ISO ଟ୍ୟାଙ୍କ କଣ୍ଟେନରଗୁଡ଼ିକୁ ଚଳାଚଳ ଆରମ୍ଭ କରାଯିବ। ମହାମାରୀ ସଂକ୍ରମଣ ଯୋଗୁଁ ISO କଣ୍ଟେନରଗୁଡ଼ିକରେ ତରଳୀକୃତ ଅକ୍ସିଜେନ୍ ପରିବହନ ପାଇଁ ଆବଶ୍ୟକତା ଦେଖାଦେଇଛି। ଦେଶ ଭିତରେ ISO କଣ୍ଟେନରଗୁଡ଼ିକରେ ତରଳୀକୃତ ଅକ୍ସିଜେନ୍ ପରିବହନ ଦ୍ୱାରା ସେଗୁଡ଼ିକ ନିରାପଦରେ ବିଭିନ୍ନ ସ୍ଥାନରେ ପହଞ୍ଚାଯାଇ ପାରିବ। ଏହି ଅନୁମତି କେବଳ ବର୍ଷେ ପାଇଁ ଦିଆଯାଇଛି। ନମ୍ବର 30 ଫେଲ୍ ମାରିଲା କୋଲକାତା। 49 ରନରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ। ପ୍ରଥମରୁ ଝୁଣ୍ଟିଲା କୋଲକାତା ନାଇଟ୍ ରାଇଡର୍ସ। ଏହାସହ 49 ରନରେ କୋଲକାତା ନାଇଟ୍ ରାଇଡର୍ସଙ୍କୁ ପରାସ୍ତ କରି ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚ୍ରେ କୋଲକାତା ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ରୋହିତ ଶର୍ମାଙ୍କ ଦମଦାର 80 ରନ୍ ଓ ସୂର୍ଯ୍ୟ କୁମାରଙ୍କ 47 ରନ୍ ବଳରେ ଦଳ 20 ଓଭରରେ 5 ୱିକେଟ୍ ହରାଇ 195 ରନ୍ କରିଥିଲା। ପରେ ଦ୍ୱିତୀୟ ଇନିଂସରେ କୋଲକାତା 196 ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲା, ହେଲେ ଦଳ ଏଥିରେ ଫେଲ୍ ମାରିଥିଲା। ଦଳ ପକ୍ଷରୁ ଦିନେଶ କାର୍ତିକ 30 ଓ ପାଟ୍ କୁମିନ୍ସ 33 ରନ୍ କରିଥିଲେ। ଫଳରେ ଦଳ 20 ଓଭରରେ 9 ୱିକେଟ୍ ହରାଇ 146 ରନ୍ କରିବାକୁ ସକ୍ଷମ ହୋଇଥିଲା। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।